ଆଜି ପଙ୍କଜଙ୍କର ଖୁସିର ଠିକଣା ନଥିଲା। କାରଣ ଆଜି ଥିଲା ତାଙ୍କର ଚତୁର୍ଥୀ ରାତି। ଆଜି ତାଙ୍କର ସୀମା ସହିତ ଥିଲା ଅଭୁଲା ରାତି। ମନରେ ଥିଲା ଅସୁମାରୀ ଖୁସି ଆଉ ଆନନ୍ଦ। କେତେ କଣ ସ୍ୱପ୍ନ ସଜେଇ ରଖିଥିଲେ ସେ। କେମିତି ସେ ସୀମାଙ୍କ ପାଖକୁ ଯିବେ, କେମିତି କଥାବାର୍ତ୍ତା ଆରମ୍ଭ କରିବେ, ଆଉ କଣ ଇତ୍ୟାଦି ଇତ୍ୟାଦି। କବାଟ ବନ୍ଦ କରି ପଙ୍କଜ ଯେତେବେଳେ ସୁସଜ୍ଜିତ ରୁମ୍ ଭିତରକୁ ପ୍ରବେଶ କଲେ, ନାଲି ଶାଢ଼ୀ ପିନ୍ଧା ସୀମା ମୁଣ୍ଡରେ ଓଢ଼ଣୀ ଦେଇ ତାଙ୍କୁ ଅପେକ୍ଷା କରିଥିଲେ। ପଙ୍କଜ ଧୀରେ ଧୀରେ ଯାଇ ସୀମାଙ୍କ ପାଖରେ ବସିଲେ। ଆଉ ଯେମିତି ଓଢ଼ଣୀ କାଢ଼ି ଦେଇଛନ୍ତି, ଖୁସିରେ ଯେମିତି ବେହୋସ ହୋଇଗଲେ। କହିଲେ, ଓଃ, ତମେ ବହୁତ ସୁନ୍ଦର ଲାଗୁଛ। ହେଲେ ସୀମାଙ୍କ ଆଖିରୁ ଲୁହ ଝରୁଥିଲା। ପଙ୍କଜ ପଚାରିଲେ କି କଣ ହେଲା? ସେଠୁ ସୀମାଙ୍କ ହାତକୁ ନିଜ ହାତରେ ଧରି ଟିକେ ଗେଲରେ ପଚାରିଲେ, କଣ ହେଲା? ଦେଖ, ମୋ ପାଖରେ କିଛି ବି ଅଭାବ ଅସୁବିଧା ନାହିଁ। ମୁଁ ତମକୁ ଦୁନିଆର ସବୁ ଖୁସି ଦେବି। ହେଲେ ସୀମା କହିଲେ କି ଠିକ ଅଛି, ଆଜି ରାତିରେ ତମେ ମୋତେ ଯେତେ ଖୁସି ଦେବା କଥା ଦିଅ। ମୋ ପାଖରୁ ଯାହା ବି ନେବା କଥା ନେଇନିଅ। ସେଇଟା ମୋ ଉପରେ ତମର ପୁରା ଅଧିକାର। କିନ୍ତୁ କାଲି ମୋ ଶବକୁ ଆମ ଘରକୁ ପଠେଇଦେବ। ଏକଥା ଶୁଣି ଯେମିତି ଚମକି ପଡ଼ିଲେ ପଙ୍କଜ। ଜଣେ ନବବଧୂ ଏବେ ଏବେ ନିଜ ଶାଶୁଘରକୁ ଆସିଥିଲେ। ଆଉ ଚତୁର୍ଥୀ ରାତିରେ ହଠାତ୍ ନିଜ ସ୍ୱାମୀଙ୍କୁ ଏମିତି କଥା କହିବାର କାରଣ କଣ ହୋଇପାରେ? ପୁରା ଅଦ୍ଭୁତ କାହାଣୀ। ଆସନ୍ତୁ ପୁରା ଘଟଣା ଜାଣିବା। ହେଲେ ଭିଡିଓରେ ଆଗକୁ ବଢିବା ଆଗରୁ ଭିଡିଓକୁ ଲାଇକ୍ ଆଉ ଚ୍ୟାନେଲକୁ ସବସ୍କ୍ରାଇବ କରିଦିଅନ୍ତୁ। ଫଳରେ ଆମକୁ ଏହା ଅଧିକ ଉତ୍ସାହ ଦେବ। ଏ ଘଟଣା ହେଉଛି ନୂଆପଡ଼ା ଜିଲ୍ଲାର 4 ଜଣ ଝିଅ ପାଠ ପଢିବା ପାଇଁ ସହରକୁ ଯିବା ଆସିବା କରୁଥିଲେ। 4 ଜଣ ଗୋଟିଏ ଗାଁର ଆଉ ଗୋଟିଏ କଲେଜରେ ପାଠ ପଢୁଥିଲେ। ସମସ୍ତେ ବିଏ ଶେଷ ବର୍ଷର ଛାତ୍ରୀ ଥିଲେ। ଗାଁରୁ ସହର ପ୍ରାୟ 20 କିଲୋମିଟର ରାସ୍ତା। ଆଉ ଏହା ମଝିରେ ଗୋଟିଏ ନଦୀ ପଡୁଥିଲା। ଆଉ ସେ ନଦୀ ଉପରେ ଗୋଟିଏ ବ୍ରିଜ ଥିଲା। ଯେଉଁ ବ୍ରିଜର ଦୃଶ୍ୟପଟ ଖୁବ ସୁନ୍ଦର ଥିଲା। ତେଣୁ ବହୁତ ଲୋକ ସେଠାରେ ଅଟକି ଯାଉଥିଲେ ଫଟୋ ଉଠେଇବା ପାଇଁ, ନହେଲେ ଟାଇମ ପାସ୍ କରିବା ପାଇଁ। କିଛି ଲୋକ ବନିଶୀରେ ତ ମାଛ ବି ଧରୁଥିଲେ। ସେହି 4 ଜଣ ଝିଅ ସେହି ବାଟ ଦେଇ ଯିବା ସମୟରେ ପ୍ରାୟ ଅଟକି ଯାଉଥିଲେ। ଆଉ ସେଠାରେ ବୁଲି ଦେଖିବା ସହିତ ମଉଜ ମଜଲିସ କରି ପୁଣି ଥରେ ଫେରୁଥିଲେ। ଆଉ ସେଠାରେ ମାଛ ଧରୁଥିବା ଲୋକଙ୍କୁ ବି ଦେଖୁଥିଲେ। ସେହି ମାଛ ଧରୁଥିବା ଲୋକଙ୍କ ଭିତରୁ ଜଣେ ଯୁବକ ଥିଲେ, ଯିଏକି ମାଛ ଧରିବାରେ ମାହିର ଥିଲେ। ତାଙ୍କ ନାଁ ଥିଲା ସମର। ତାଙ୍କ ଭିତରେ କେଜାଣି ଏମିତି କଣ କଳା ଥିଲା ଯେ ତାଙ୍କ ବନିଶୀରେ ସବୁଠୁ ଅଧିକ ମାଛ ପଡୁଥିଲେ। ସେହିପରି ସେହି 4 ଜଣ ଝିଅଙ୍କ ଭିତରୁ ଜଣେ ଥିଲେ ସୀମା। ଆଉ ସୀମାଙ୍କୁ ମାଛ ଧରିବା ବହୁତ ପସନ୍ଦ ଥିଲା। ସେମାନେ ସମରଙ୍କ ମାଛ ଧରିବା ଶୈଳୀକୁ ଲକ୍ଷ୍ୟ କରୁଥିଲେ। ଦିନେ ସମରଙ୍କ ପାଖକୁ ଆସି ସୀମା କହିଲେ କି ମୋତେ ବି ମାଛ ଧରିବା ଭଲ ଲାଗେ, ତେଣୁ ମାଛ ଧରିବା ଶିଖେଇ ଦେବ କି? କିନ୍ତୁ ସମର କହିଲେ କି ମ୍ୟାଡାମ, ଆପଣ କାହିଁକି ଏ କାମ ପାଇଁ ଆଗ୍ରହ ଦେଖାଉଛନ୍ତି? ସେଠୁ ସୀମା କହିଲେ କି କାହିଁକି, ମୁଁ ବି ତ ମାଛ ଖାଏ, ଆଉ ମାଛ ଧରିବା ମୋତେ ବି ଭଲ ଲାଗେ। ସେଠୁ ସମର କହିଲେ କି ଠିକ ଅଛି, ଛିଡ଼ା ହୋଇ ଦେଖନ୍ତୁ। ଏବେ ଯେଉଁ ବନିଶୀରେ ମାଛ ଧରା ପଡ଼ିବେ ଆପଣ ଦେଖିବେ। 5 ମିନିଟ ଭିତରେ ଗୋଟିଏ ବନିଶୀ କଣ୍ଟାରେ ମାଛ ଧରା ପଡ଼ିଗଲା। ଆଉ ସମର ସୀମାଙ୍କୁ କହିଲେ କି ଏବେ ବନିଶୀଟିକୁ ଟାଣନ୍ତୁ ମ୍ୟାଡାମ, ମାଛ ଲାଗିଯାଇଛି। ସୀମା ସେ ବନିଶୀ ଧରି ଟାଣିବାକୁ ଲାଗିଲେ। ତେବେ ମାଛଟି ବଡ଼ ଥିବାରୁ ଟାଣିବା ପାଇଁ ଟିକେ କଷ୍ଟ ଲାଗିଲା। କାରଣ ମାଛ ବି ବନିଶୀରୁ ମୁକୁଳିବା ପାଇଁ ଛଟପଟ ହେଉଥିଲା। ସେଠୁ ସମର ସୀମାଙ୍କ ସହିତ ମିଶି ସେ ମାଛକୁ ପାଣିରୁ ବାହାର କରି ଆଣିଲେ। ପ୍ରଥମ ଥର ମାଛ ଧରି ସୀମାକୁ ବହୁତ ମଜା ଆସିଲା। ଆଉ ତାପରେ ସୀମା ନିଜ ସାଙ୍ଗ ସହିତ ଘରକୁ ପଳେଇଲେ। ସେମାନେ ସିନା ଘରକୁ ପଳେଇଲେ, ହେଲେ ସମରଙ୍କ ଖେଳ ଏଇଠାରୁ ଖରାପ ହୋଇଯାଏ। ସେ ସୀମାଙ୍କ ସ୍ମୃତିରେ ହଜି ଯାଇଥିଲେ। କାରଣ ମାଛ ବାହାର କରିବା ସମୟରେ କେତେବେଳେ ସୀମାଙ୍କ ହାତ ତାଙ୍କ ହାତରେ ତ କେତେବେଳେ ତାଙ୍କ ହାତ ସୀମାଙ୍କ ହାତରେ ଥିଲା। ତେଣୁ ସୀମାଙ୍କ ସ୍ପର୍ଶ ତାଙ୍କ ନିଦ ହଜାଇ ଦେଇଥିଲା। ରାତି ସାରା ସୀମାଙ୍କ ବିଷୟରେ ଭାବୁଥିଲେ। ରାତି ଯାଇ ସକାଳ ହେଲା। ଆଉ ପରଦିନ ବି ବନିଶୀ ନେଇ
ସମର ସେହି ନଦୀ କୂଳକୁ ପହଞ୍ଚିଗଲେ। ସେଦିନ ବି ସେହି 4 ଜଣ ଝିଅ ସେହି ବାଟ ଦେଇ ଯାଉଥିଲେ। ଆଉ ସମରକୁ ଦେଖି କହିଲେ କି, ତମେ କ'ଣ ସକାଳୁ ସକାଳୁ ପଳେଇ ଆସିଛ? ଏଠାରେ ତ ଆଉ କିଏ ନାହାନ୍ତି। ସେଠୁ ସମର କହିଲେ କି, ହଁ ଚାଲି ଆସିଲି। ଆଉ ସୀମା କହିଲେ କି, ଆସିବା ସମୟରେ ମୁଁ ମାଛ ଧରିବି, ତେଣୁ କୁଆଡ଼େ ଯାଇନଥିବ। ସମର କହିଲେ କି, ଠିକ୍ ଅଛି, କୁଆଡ଼େ ଯିବିନି। କିନ୍ତୁ ସମର ତ ଏଥିପାଇଁ ସେଠାକୁ ଆସିଥିଲେ, ତେଣୁ ଚାଲି ଯାଇଥାନ୍ତେ କେମିତି? ସେଠୁ ସକାଳ ଯାଇ ଅପରାହ୍ନ ହେଲା। ଆଉ ସେହି 4 ଜଣ ଝିଅ ସେହି ବାଟ ଦେଇ ଫେରିଲେ। ସମର ସେମିତି ସେମାନଙ୍କୁ ଅପେକ୍ଷା କରିଥିଲେ। ଆଉ ସେଠାରେ ପହଞ୍ଚିବା ପରେ ସୀମା ତୁରନ୍ତ ଦୌଡ଼ିକି ଯାଇ ପଚାରିଲେ କି, କୁହ, କେଉଁ ବନିଶୀରେ ମାଛ ଧରା ପଡ଼ିଲେ? ହେଲେ ଆଗରୁ ଯେଉଁ ବନିଶୀରେ ମାଛ ଲାଗିଥିଲା ସେଥିରୁ ମାଛ କାଢ଼ି ନଥିଲେ ସମର, କାହିଁକି ନା ସେ ସୀମାଙ୍କୁ ଅପେକ୍ଷା କରିଥିଲେ। ଆଉ କହିଲେ କି, ଦେଖ ଏବେ ମାଛ ଲାଗିଛି। ସେଠୁ ସୀମା ଗୋଟିଏ ପରେ ଗୋଟିଏ ମାଛ କାଢ଼ିବାକୁ ଲାଗିଲେ। ପୂର୍ବଦିନ ପରସ୍ପରର ହାତ ପରସ୍ପରକୁ ସ୍ପର୍ଶ କରିଥିଲା, ହେଲେ ଆଜି ମାଛ କାଢ଼ୁ କାଢ଼ୁ ତାଙ୍କ ଚୁଟି, କାନ୍ଧ, ଦେହକୁ ସ୍ପର୍ଶ କରିଥିଲେ ସମର। କିନ୍ତୁ ସୀମାଙ୍କୁ ମାଛ ଧରିବା ପାଇଁ ମଜା ଆସୁଥିଲା। ଯିବା ସମୟରେ ସମର ସୀମାଙ୍କୁ କହିଲେ କି, ତମେ ଆଜି ଏତେ ମାଛ ଧରିଲ ତ ଘରକୁ ମାଛ ନେଇକି ଯାଅ। ହେଲେ ସୀମା ମନା କଲେ। ହେଲେ ସେଇ 4 ଜଣଙ୍କ ଭିତରୁ ଜଣେ ଝିଅ କହିଲେ କି, ଯଦି ମାଛ ଦେବାକୁ ଏତେ ଆଗ୍ରହ କରୁଛ ତାହେଲେ କାଲି ମାଛ ରୋଷେଇ କରି ଆମକୁ ଡାକ। ପରଦିନ ଆସିଲା। ପୁଣି 4ଟା ବେଳକୁ ସେମାନେ ଫେରିଲେ। ଆଉ ସମର ସେମାନଙ୍କ ଆଗରେ ମାଛ ଫ୍ରାଏ ରଖିଦେଲେ। କିନ୍ତୁ ସେହି 4 ଜଣ କହିଲେ କି, ତମେ କ'ଣ ସତରେ ମାଛ ଫ୍ରାଏ କରିକି ନେଇ ଆସିଛ ନା କ'ଣ? ଆମେ ତ ମଜାରେ କହୁଥିଲୁ, ରାସ୍ତାରେ ମାଛ ଖାଇବୁ ନା କ'ଣ? ସେଠୁ ସେମାନେ ଲୋଭରେ ଖାଇବାକୁ ରାଜି ହୋଇଗଲେ। ସମସ୍ତେ ମିଶି ବ୍ରିଜ ତଳକୁ ଗଲେ। ଆରାମରେ ଏକାଠି ବସି ମାଛ ଖାଇଲେ। ଆଉ ଖୁବ୍ ମଜା କରି ପୁଣି ନିଜ ବାଟରେ ଚାଲିଗଲେ। କିନ୍ତୁ ରାସ୍ତାରେ ସୀମାର ଅନ୍ୟ ସାଙ୍ଗ ତାଙ୍କୁ ଚିଡ଼େଇବାରେ ଲାଗିଲେ। କହିଲେ, ଦେଖ କେତେ ଭଲ ପିଲା ସିଏ, କେବଳ ତୋ ପାଇଁ ସେ ମାଛ ଫ୍ରାଏ କରିକି ଆଣିଥିଲା। ହେଲେ ସୀମା କହିଲା କି, ଆରେ ମୋ ପାଇଁ ନୁହେଁ ମ, ମୁଁ ତ ମନା କରୁଥିଲି ଖାଇବା ପାଇଁ, ତମେମାନେ ବାଧ୍ୟ କଲ ବୋଲି ଖାଇଲି। ଆଉ ତମେମାନେ ବି ତ ଖାଇଲ ନା। ସେଠୁ ଅନ୍ୟ ସାଙ୍ଗମାନେ କହିଲେ କି, ଠିକ୍ ଅଛି, ଏତେ ରାଗୁଛୁ କାହିଁକି? କିନ୍ତୁ ସମର ଭଲ ପିଲା, ସେ କେବଳ ତୋ ପାଇଁ ମାଛ ରଖିଥିଲା। ସୀମାର ସାଙ୍ଗମାନେ ତ ମଜା କରୁଥିଲେ, ହେଲେ ସୀମା ତାକୁ ସିରିୟସ୍ ନେଇଗଲେ। ଆଉ ଘରକୁ ଫେରିବା ପରେ ସମରଙ୍କ କଥା ଭାବିବାକୁ ଲାଗିଲେ। ଆଉ ତାଙ୍କ ଭିତରେ ବି ଟିକେ ଟିକେ ଫିଲିଂସ୍ ଆସିବାରେ ଲାଗିଲା। ତାଙ୍କୁ ବି ସେ ମୁହୂର୍ତ୍ତ ଗୁଡ଼ାକ ଟିକେ ଟିକେ ଭଲ ଲାଗିଲା। ଏମିତିରେ ପରଦିନ ଆସିଲା। ଆଉ ସେମାନେ କଲେଜକୁ ଗଲେ। ଆଉ ପ୍ରତିଦିନ ପରି ସମର ବି ବ୍ରିଜ ଉପରେ ଥିଲେ। ସୀମା ଦେଖିକି ତାଙ୍କୁ ମୁରୁକି ହସି ଦେଇ କହିଲେ କି, ମୁଁ ଫେରିବି, ଆଉ ଫେରିବା ଯାଏଁ ଅପେକ୍ଷା କରିଥିବ। ଅପରାହ୍ନ ହେବା ପରେ ସୀମା କଲେଜରୁ ଫେରିଲେ। ଆଉ ସେହି ବ୍ରିଜରେ ସମରଙ୍କ ସହିତ ଭେଟ ହେବା ପରେ ସମରକୁ ସିଙ୍ଗଡ଼ା ଯାଚିଲେ। ଆଉ ସମର ବି ଆଶ୍ଚର୍ଯ୍ୟ ହୋଇ ପଚାରିଲେ କି, ସିଙ୍ଗଡ଼ା କେଉଁଠୁ ଆଣିଲ? ପୁଣି ସମସ୍ତେ ମିଶି ବ୍ରିଜ ତଳକୁ ଯାଇ ସିଙ୍ଗଡ଼ା ଖାଇବାରେ ଲାଗିଲେ। ଖାଉ ଖାଉ ସୀମା କହିଲେ କି, ତମେ ଆମକୁ ମାଛ ଖୁଆଇଲ, ତେଣୁ ଆମେ ତମ ପାଇଁ ସିଙ୍ଗଡ଼ା ଆଣିଥିଲୁ। ସାଙ୍ଗେ ସାଙ୍ଗେ ସମର କହିଲେ କି, ମୁଁ ତ ତମକୁ ମାଛ ଧରିବା ବି ଶିଖେଇଥିଲି, ତେଣୁ ତମେ ମୋତେ କ'ଣ ଶିଖେଇବ? ସେଠୁ ଝିଅମାନେ କହିଲେ କି, ଆମେ ତମକୁ କ'ଣ ଶିଖେଇବୁ, ଆମେ ପାଠ ପଢ଼ୁଛୁ, ତେଣୁ ତମକୁ ପାଠ ଶିଖେଇଦେବୁ। ସେଠୁ ସମର ବି କହିଲେ କି, ମୁଁ ବି ପାଠ ପଢ଼ିଛି, ଏମିତି କଥା ନୁହେଁ କି ମୁଁ ପଢ଼ିନି, ମୁଁ ବି B.Pharm କରିଛି, ଏବେ ମୋ ପାଠ ପଢ଼ା ସରିଛି। ସେମାନେ ଆଶ୍ଚର୍ଯ୍ୟ ହୋଇଗଲେ। କହିଲେ, ଯଦି ଏତେ ପାଠ ପଢ଼ିଛ ତାହେଲେ ମାଛ କାହିଁକି ମାରୁଛ? ସେଠୁ ସମର କହିଲେ କି, ମୋ ମାଙ୍କ ଦେହ ଖରାପ ଅଛି, ଆଉ ଡାକ୍ତର କହିଛନ୍ତି କି ମାଛ ଦେବା ପାଇଁ, ତେଣୁ ମୁଁ ମାଛ ମାରୁଛି। ଆଉ ମୋ ଜାତି ବି ସେଇଆ, ଏଇ ପାଖ ଗାଁରେ ରହୁଛି, ମୋ ବାପା ବି ମାଛ ମାରୁଥିଲେ। ଏମିତି ଆଉ 4-5 ଥର ଉଭୟ ଦେଖା ସାକ୍ଷାତ ହେବା ପରେ ପରସ୍ପରକୁ ଭଲ ପାଇବାକୁ ଲାଗିଲେ। ଦୁହେଁ ପରସ୍ପରକୁ ନମ୍ବର ଦିଆନିଆ ହେଲେ। କଥାବାର୍ତ୍ତା ଆରମ୍ଭ ହେଲା। ସେ ବ୍ରିଜରେ ଦେଖା ସାକ୍ଷାତ ହେବା ସହିତ ଧୀରେ ଧୀରେ ବାହାର ଜାଗାରେ ବି ଦେଖା ସାକ୍ଷାତ କରୁଥିଲେ। କୁହାଯାଏ କି ପ୍ରେମକୁ ଲୁଚେଇଲେ କେବେ ବି ଲୁଚେନି। କେମିତି ହେଲେ ସୀମାଙ୍କ ପରିବାରକୁ ଏହି କଥା ଜଣାପଡ଼ିଗଲା। ଆଉ ସେମାନେ ଟିକେ ଗୁଣ୍ଡା ପ୍ରକୃତିର ଲୋକ ଥିଲେ, କାରଣ ସୀମାଙ୍କ ବାପା କଣ୍ଟ୍ରାକ୍ଟର ଥିଲେ।
ଆଉ ପରିବାର ବି ସେହି କାମ କରୁଥିଲେ। ଦିନେ ସମସ୍ତେ ମିଶି ସମର को ବହୁତ ମାରପିଟ କଲେ। ସେ ବି ବୁଝିପାରୁନଥିଲେ କି ମୋତେ କାହିଁକି ମାରୁଛନ୍ତି। ସେ ଡରିକି ହାତ ଯୋଡ଼ୁଥିଲେ, ହେଲେ ମାଡ଼ କମୁନଥିଲା। ଏହାପରେ ସେମାନଙ୍କ ଭିତରୁ ଜଣେ କହୁଥିଲା କି ତୋ ଔକାତ ଭିତରେ ରହ, ଅଧିକ ଇସ୍କିବାଜି କରିବୁ ତ ମାରିକି ଫିଙ୍ଗିଦେବୁ, କାହାରିକୁ ବି ଜଣାପଡ଼ିବନି, ତୁ ଆମମାନଙ୍କୁ ଜାଣିନୁ। ସେମାନଙ୍କର ଏତିକି କଥାରେ ସମର ସବୁ ବୁଝିଗଲେ। ତାପରେ ସେ ସେହି ବ୍ରିଜକୁ ଯିବା ଛାଡ଼ିଦେଲେ। କିନ୍ତୁ କୁହାଯାଏ ଯେ ଥରେ ପ୍ରେମ ହୋଇଗଲେ ଛାଡ଼ିବା ଅସମ୍ଭବ ହୋଇଯାଏ। ଯେଉଁ ହାଲାତ ସମରଙ୍କର ଥିଲା ସେହି ହାଲାତ ସୀମାଙ୍କର ବି ଥିଲା। ଦେଖା ନ ହେବା କାରଣରୁ ଦୁହେଁ ଯେମିତି ଚିନ୍ତିତ ହୋଇପଡ଼ିଥିଲେ। 4-5 ଦିନ ବିତିବା ପରେ ଯେତେବେଳେ ଟିକେ ମନରୁ ଡର ଛାଡ଼ିଗଲା, ସେତେବେଳେ ସମର ପୁଣି ସେହି ବ୍ରିଜ ପାଖକୁ ଆସିଲେ। ପୁଣି ଦୁହିଁଙ୍କର ଦେଖା ସାକ୍ଷାତ ହେଲା। ଏମିତି କିଛି ଦିନ ଯିବା ପରେ ପୁଣି ଥରେ ସୀମାଙ୍କ ଘର ଲୋକ ଜାଣିଦେଲେ। ଆଉ ଠିକ୍ ସେହି ସମୟରେ ପହଞ୍ଚିଗଲେ ଯେଉଁ ସମୟରେ ଦୁହେଁ କଥା ହେଉଥିଲେ। ସମରକୁ ଏତେ ଜୋରରେ ମାଡ଼ ମାରିଲେ ଯେ ସେ ଜୀବନ ବଞ୍ଚାଇବା ପାଇଁ ନଦୀକୁ ଡେଇଁ ପଡ଼ିଲେ। ସୀମା ଯେତେ ବଞ୍ଚାଇବା ପାଇଁ ଚେଷ୍ଟା କଲେ ବି କେହି ତାଙ୍କ କଥା ଶୁଣୁନଥିଲେ। ଆଉ ସେହିଦିନ ପରେ ବି ସେମାନେ ପରସ୍ପରକୁ ଭେଟିବା ଛାଡ଼ି ନଥିଲେ। ଆଉ ଏମିତିରେ ଦିନେ ସେମାନେ ପାଖରେ ଥିବା ଗୋଟିଏ ମନ୍ଦିରକୁ ଯାଇ ବିବାହ କରିନେଲେ। ଏହି କଥା ଯେତେବେଳେ ସୀମାଙ୍କ ଘର ଲୋକ ଜାଣିଲେ, ଆଉ ଯେତେ ଯାହା କଲେ ସମର ଆଉ ସୀମା ଶୁଣିବେନି ବୋଲି ଭାବିନେଲେ, ସେମାନେ ଗୋଟିଏ ପ୍ଲାନ୍ କଲେ। ସେହି ଅନୁସାରେ ଗୋଟିଏ ଚୋରି କେସ୍ରେ ସେମାନେ ସମରକୁ ଜେଲ ପଠାଇଦେଲେ। 3 ମାସ ପର୍ଯ୍ୟନ୍ତ ସମରକୁ ଜେଲ ହୋଇଗଲା। ଆଉ ଏହି ଭିତରେ ସୀମାଙ୍କ ପରିବାର ସୀମାଙ୍କୁ ପୁଣି ଥରେ ବିବାହ କରାଇବାର ଯୋଜନା କଲେ। ସେହି ଅନୁସାରେ ସେମାନେ ଜଣେ ପୁଅ ସହିତ ସୀମାଙ୍କର ଜୋର ଜବରଦସ୍ତି ବିବାହ କରାଇଦେଲେ। ତାଙ୍କ ନାଁ ଥିଲା ପଙ୍କଜ। ବିବାହ କରିବା ପରେ ପଙ୍କଜ ସୀମାଙ୍କୁ ନେଇ ତାଙ୍କ ଘରକୁ ପଳାଇଲେ। ଆଉ ଚତୁର୍ଥୀ ରାତିରେ ହିଁ ସେହି ଘଟଣା ଘଟୁଛି ଯାହାକି ମୁଁ ପ୍ରଥମରୁ କହିଥିଲି। ଯେତେବେଳେ ସୀମା କହିଲେ କି ଆଜି ମୋ ସହିତ ଯାହା କରିବା କଥା କର, ଆସନ୍ତାକାଲି ମୋ ଶବକୁ ଆମ ଘରକୁ ପଠାଇଦେବ, ପଙ୍କଜ ଯେମିତି ସ୍ତବ୍ଧ ହୋଇଗଲେ। କିଛି ସମୟ ପରେ ଚିଡ଼ି ଉଠି କହିଲେ କି ଏ କ'ଣ ବକବାସ କରୁଛ? କ'ଣ ଅସୁବିଧା ହୋଇଛି ତମର? କେତେ ଧୁମଧାମରେ ଆମ ବିବାହ ହୋଇଛି, ବହୁତ ଟଙ୍କା ବି ଖର୍ଚ୍ଚ ହୋଇଛି, ହେଲେ ତମର କ'ଣ ଅସୁବିଧା ହେଲା ଯେ ଏମିତି କହୁଛ? ଆଉ ମୁଁ ତମକୁ କ'ଣ ଏତେ ସହଜରେ କିଛି କରିବାକୁ ଦେଇପାରିବି କି? ତମେ ଯଦି ଆଗରୁ କିଛି କରିଛ ସେଥିରେ ମୋର କିଛି ମତଲବ ନାହିଁ, କିନ୍ତୁ ଏବେ ତମେ ମୋର, ତମକୁ ମୋ ପାଖରେ ହିଁ ରହିବାକୁ ପଡ଼ିବ। ହେଲେ ସୀମା କହିଲେ କି ତମେ ଯାହା ବି କର, କେବେ ନା କେବେ ତ ମୋତେ ଏକୁଟିଆ ଛାଡ଼ିବ ନା, ଆଉ ସେତେବେଳେ ମୁଁ ବିଷ ଖାଇଦେବି, ନହେଲେ ଝୁଲି ପଡ଼ିବି। ସୀମାଙ୍କଠୁ ଏମିତି କଥା ଶୁଣି ପଙ୍କଜ ଆଶ୍ଚର୍ଯ୍ୟ ହୋଇଗଲେ। ପାଖରେ ବସି ସୀମାଙ୍କୁ କ'ଣ ହୋଇଛି ବୋଲି ସ୍ନେହରେ ପଚାରିଲେ। ଆଉ ବିଶ୍ୱାସ ଦେଲେ କି ଯାହା ବି ହୋଇଛି ସେ ଠିକ୍ କରିଦେବେ। ପଙ୍କଜଙ୍କ ଠାରୁ ସ୍ନେହଭରା କଥା ଶୁଣି ସୀମା କାନ୍ଦି ପକେଇଲେ। ଆଉ ଧୀରେ ଧୀରେ ସବୁ କଥା କହିବାରେ ଲାଗିଲେ। କେମିତି ସେ ବ୍ରିଜ ପାଖରେ ସମର ସହିତ ଦେଖା ହୋଇଥିଲା, ଆଉ କେମିତି ତାଙ୍କୁ ଭଲ ପାଇ ବସିଥିଲେ, ଆଉ କେମିତି ତାଙ୍କ ଘର ଲୋକ ଧୋକାରେ ସମରକୁ ଜେଲ ପଠାଇ ଦେଇ ତାଙ୍କୁ ପଙ୍କଜଙ୍କ ସହିତ ବିବାହ କରାଇଦେଲେ। ସବୁକିଛି ଶୁଣିବା ପରେ ପଙ୍କଜ ରୁମ୍ ବାହାରକୁ ପଳାଇଲେ। ଆଉ 2 ମିନିଟ୍ ପରେ ପୁଣି ରୁମ୍କୁ ଆସିଲେ। ଆଉ ତାଙ୍କ ପଛେ ପଛେ ସମର ବି ରୁମ୍ ଭିତରକୁ ଆସିଲେ। ଆଉ ସମର ସୀମାଙ୍କ ନାଁ ଧରି ଯେତେବେଳେ ଡାକ ପକାଇଲେ ତ ସୀମା ଚମକି ପଡ଼ିଲେ। ସମରଙ୍କ ଆଡ଼କୁ ଅନେଇଲେ, ଦେଖିକି ଯେମିତି ଆଶ୍ଚର୍ଯ୍ୟ ହୋଇଗଲେ। ଆଉ ଆଶ୍ଚର୍ଯ୍ୟ ହୋଇ ପୁଣି ପଙ୍କଜକୁ ଦେଖିଲେ। ପଙ୍କଜ କହିଲେ କି ଦେଖ ତମ ସମର ଆସିଗଲା। ସେଠୁ ସୀମା ଖଟରୁ ଡେଇଁ ପଡ଼ି ତାଙ୍କୁ ଜାବୁଡ଼ି ଧରିଲେ। ଏବେ ଯାଏଁ ବି ସୀମା ବୁଝିପାରୁନଥିଲେ କି କ'ଣ ହୋଇଛି ବୋଲି। ସେଠୁ ସେ ରୁମ୍କୁ ଅନ୍ୟମାନେ ପଳାଇ ଆସିଲେ। ସୀମାକୁ ଆଶ୍ଚର୍ଯ୍ୟ ହେବାର ଦେଖି ପଙ୍କଜ ପୁରା କାହାଣୀ ଶୁଣେଇଲେ। ବିବାହ ଦିନ ହିଁ ସମର ଜାମିନରେ ଘରକୁ ଫେରିଥିଲେ। ଆଉ ନିମନ୍ତ୍ରଣ ପତ୍ରରେ ଠିକଣା ଦେଖିକି ସିଧା ପଙ୍କଜଙ୍କ ଘରେ ପହଞ୍ଚି ଯାଇଥିଲେ। ଦେଖିବା ବେଳକୁ ପଙ୍କଜ ସମରଙ୍କର ପିଲାଦିନର ସାଥୀ ବୋଲି ଜଣାପଡ଼ିଲେ। ସମରକୁ ଅଚାନକ ଦେଖି ପଙ୍କଜ ବି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ମନେ ମନେ ଭାବିଲେ କି ମୁଁ ତ ୟାକୁ ଡାକି ନଥିଲି,
ସେ କେମିତି ପଳେଇ ଆସିଲା? ତେବେ ପୁଣି ନିଜକୁ ସମ୍ଭାଳି ନେଇ କହିଲେ କି ଆରେ ସମର, ତୁ ଆସିଗଲୁ, ଭଲ କଲୁ। ହେଲେ ସମରଙ୍କ ମୁହଁରେ ଖୁସି ନଥିଲା। ଆଉ ଗୁମସୁମ ସମରକୁ ଦେଖି ପଙ୍କଜ ତାଙ୍କୁ କ'ଣ ହୋଇଛି ବୋଲି ପଚାରିଲେ। ଆଉ ଅଳ୍ପ ସମୟ ଭିତରେ ସମର ସବୁ କଥା କହିଦେଲେ। ଆଉ ସବୁ କଥା ଶୁଣି ପଙ୍କଜ ବି ଉଦାସ ହୋଇଗଲେ। ଆଉ କହିଲେ କି ଦେଖ ସାଙ୍ଗ, ମୋ ବିବାହ ଦିନ ତୁ ଏମିତି କଥା କହନି। ମୁଁ ସେ ଝିଅକୁ ଦେଖିକି ପସନ୍ଦ କରିକି ଠିକ୍ କରିଛି। ଆଉ ଯଦି ତୁ ତାକୁ ଏତେ ଭଲ ପାଉଥିଲୁ ଆଉ ସେ ବି ତତେ ଏତେ ଭଲ ପାଉଥିଲା, ତାହେଲେ ତୁ ମୋତେ ସିରିୟସ୍ ହୋଇ କାହିଁକି କହିନଥିଲୁ? ହଁ, ଥରେ ଦୁଇଥର ସେମିତି କହିଥିଲୁ, ହେଲେ ତୁ ତାକୁ ମନ୍ଦିରରେ ବିବାହ କରିଛୁ ବୋଲି ତ କହିନଥିଲୁ। ସେଠୁ ସମର କହିଲେ କି ମୁଁ ସେତିକି ସମୟ ପାଇନଥିଲି, ଆଉ ତା ଭିତରେ ଏତେ ସବୁ କାଣ୍ଡ ହୋଇଗଲା। ମୋତେ ସେମାନେ ମାରପିଟ୍ କରି ମିଛ କେସ୍ରେ ଫସେଇ ଜେଲ୍ ପଠାଇଦେଲେ। ସମରଙ୍କ ଠାରୁ ସବୁ ଶୁଣି ପଙ୍କଜ ବି ଚିନ୍ତାରେ ପଡ଼ିଗଲେ। ଆଉ ନିଜ ବାପାଙ୍କୁ ଡାକିଲେ। 3 ଜଣ ଗୋଟିଏ ଜାଗାରେ କଥା ହେଲେ। ସମର ନିଜ ହାତରେ ଥିବା ସୀମାଙ୍କର ଗୋଟିଏ ଚିଠି ଖୋଲିକି ଦେଖେଇଲେ, ଯେଉଁଥିରେ ସୀମା ଲେଖିଥିଲେ କି ତମର ଅନୁପସ୍ଥିତିରେ ମୋ ଘର ଲୋକ ମୋ ବିବାହ ଜୋର ଜବରଦସ୍ତି ଆଉ କାହା ସହିତ କରେଇ ଦେଉଛନ୍ତି। ଏ ବିବାହ ତ ହୋଇଯିବ, ହେଲେ ପରଦିନ ମୋ ଶବ ତମକୁ ମିଳିବ। ତମକୁ ମୋର ଏଇଟା ହେଉଛି ପ୍ରତିଜ୍ଞା। ସେ ଚିଠି ଯେବେ ସମସ୍ତେ ଦେଖିଲେ, ଚିନ୍ତାରେ ପଡ଼ିଗଲେ। ଏବେ କ'ଣ କରାଯାଇପାରିବ? ସେଠୁ ସମସ୍ତେ ଏକ ପ୍ଲାନ୍ କଲେ। ସେହି ଅନୁସାରେ ପଙ୍କଜଙ୍କ ସହିତ ସୀମାଙ୍କର ବିବାହ ହୋଇଯାଉ ବୋଲି ନିଷ୍ପତ୍ତି ହେଲା। କାରଣ ଏବେ ଯଦି କିଛି ବି ଅଲଗା ପଦକ୍ଷେପ ନିଆଯାଏ, ତାହେଲେ ପଙ୍କଜ ଘରର ବଦନାମ ତ ହେବ, ତା ସହିତ ସୀମାଙ୍କ ଘର ଲୋକ ସମରକୁ ପୁଣି ମାରପିଟ୍ କରି ଜେଲ୍ ପଠାଇଦେବେ। ତେଣୁ ଏ ବିବାହ ଯେମିତି ହେବା କଥା ହେଇଯାଉ। ବାହା ହୋଇ ମୁଁ ତାଙ୍କୁ ନେଇ ଆସିବି। ଆଉ ତାପରେ ସୀମାଙ୍କୁ ପଚାରିବି କି ସତରେ ସେ କ'ଣ ତମକୁ ଭଲ ପାଉଛନ୍ତି। ଯଦି ସେ ହଁ କରିଦେଲେ, ତାହେଲେ ତତେ ସେ ମିଳିଯିବ। ଆଉ ଶେଷରେ ସେମିତି ହିଁ ହେଉଛି। ପଙ୍କଜ ବି ସୀମାଙ୍କୁ ବହୁତ ବୁଝେଇଲେ କି ସମରକୁ ଭୁଲିଯା, କିନ୍ତୁ ସୀମା ନିଜ ଜିଦ୍ରେ ଅଟଳ ରହିଲେ। ଫଳରେ ବାଧ୍ୟ ହୋଇ ସୀମାଙ୍କୁ ପଙ୍କଜ ସମରକୁ ଟେକିଦେଲେ। ଆଉ ଏହି କଥାରେ ପଙ୍କଜଙ୍କ ବାପାଙ୍କର ବି ସମର୍ଥନ ଥିଲା। ସେ କହିଲେ କି ତମ 2 ଜଣଙ୍କର ଏବେ ଆଉ କିଏ ବି କିଛି କରିପାରିବେନି, କାରଣ ପଙ୍କଜଙ୍କ ବାପା ଜଣେ ଜଣାଶୁଣା ଓକିଲ ଥିଲେ। ଯଦି କିଛି ହେଲା, ତାହେଲେ ମୁଁ ତମ ତରଫରୁ କେସ୍ ଲଢ଼ିବି। ଶେଷରେ ସୀମା ସମରକୁ ବାଛିଲେ। ଆଉ ପଙ୍କଜଙ୍କର ଗୋଡ଼ ତଳେ ପଡ଼ିଗଲେ। କହିଲେ କି ଏ ଋଣ ମୁଁ ସାରା ଜୀବନ ଶୁଝି ପାରିବିନି। ପଙ୍କଜ ଟିକେ ଉଦାସ ହୋଇ କହିଲେ କି ଏବେ ଯାଅ, ଖୁସିରେ ରୁହ ତମେ। ସେଠୁ ସମର ସୀମାଙ୍କୁ ନେଇ ସେଇଠାରୁ ପଳାଇଲେ। ତ କାହାଣୀଟି କେମିତି ଲାଗିଲା? ପଙ୍କଜଙ୍କ ତ୍ୟାଗକୁ ନେଇ ଆପଣ କ'ଣ କହିବେ? କମେଣ୍ଟ ବକ୍ସରେ ଆପଣଙ୍କର ମତ ରଖିବେ। ଭିଡ଼ିଓ ଭଲ ଲାଗିଥିଲେ ଲାଇକ୍, ସେୟାର କରିବା ସହିତ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବେ। ଆଉ ହଁ, ବେଲ୍ ଆଇକନ୍କୁ ଅନ୍ କରିବାକୁ ଜମା ବି ଭୁଲିବେନି। ଧନ୍ୟବାଦ। ଆପଣଙ୍କ ଭିତରୁ ଅନେକ କମେଣ୍ଟ କରି ଜାଣିବାକୁ ଚାହୁଁଛନ୍ତି କି ମୁଁ କେମିତି କାମ କରୁଛି। ତେଣୁ ଖୁବ୍ କମ୍ ସମୟରେ କହିବା ପାଇଁ ହେଲେ ଗୋଟିଏ ଛୋଟିଆ ରୁମ୍ରେ ମୋର କାର୍ଯ୍ୟକ୍ଷେତ୍ର ବା ଅଫିସ୍ ରହିଛି। ସେଠାରେ ମୁଁ ଯେଉଁ ମାଇକ୍, ଯେଉଁ କମ୍ପ୍ୟୁଟର, ଯେଉଁ ମୋବାଇଲ, ଯେଉଁ ଏୟାର କଣ୍ଡିସନର, ଯେଉଁ ସ୍ପିକର, ଯେଉଁ କ୍ୟାମେରା, ଟ୍ରାଇପଡ୍ ଆଦି ବ୍ୟବହାର କରୁଛି, ସେଗୁଡ଼ିକର ଲିଙ୍କ ତଳେ ଦେଇଦେଇଛି। ସେସବୁ ଏବେ ଖୁବ୍ ଭଲ ପ୍ରାଇସ୍ରେ ମିଳୁଛି। ଆପଣମାନେ ଡେସ୍କ୍ରିପସନରେ ରହିଥିବା ଲିଙ୍କ କ୍ଲିକ୍ କରି କିଣିପାରିବେ।